ମୋ ନା ଲାଲୁ ଆମର ଜୟଦୁର୍ଗା ସାଂସ୍କୃତିକ ପରିଷଦର ମୁଁ ଜଣେ ସଭ୍ୟ। ଖଣ୍ଡଗିରି ମହାସମର କେମିତି ଚାଲିଛି ଆପଣଙ୍କ ଶ୍ରୀମନ୍ଦିର? ଆମ ଶ୍ରୀମନ୍ଦିର ବର୍ତ୍ତମାନ ଆମର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅଧିକାର କରିବ ବୋଲି ଆମେ ଆଶାୟୀ ଆଉ ହେଇଛି ମଧ୍ୟ। ଏଇଟା କେମିତି ହଉଛି? କାରଣ ଗୋଟେ ପଟେ ପିୟୁଷର କ୍ରେଜ ଅଧିକ, ଆପଣ ପିୟୁଷ କ୍ରେଜ ଏଇଟା ପିୟୁଷ କ୍ରେଜ ତା ପାଖରେ ଆମର ଯୋଉ କାହ୍ନା ଯୋଉ ଆକ୍ଚୁଆଲି ବାସ୍ତବ ଚିତ୍ରରେ ଯୋଉ ଖଣ୍ଡଗିରି କୁମ୍ଭ ମେଳାରେ ଯେତେ ଅଛନ୍ତି କଳାକାର ତା ଭିତରେ କାହ୍ନା ଆକ୍ଚୁଆଲି ସର୍ବୋତ୍କୃଷ୍ଟ ଆର୍ଟିଷ୍ଟ। ତାକୁ ଆର୍ଟିଷ୍ଟ ଅଭିନୟ ଦେଖିବା ପାଇଁ ବହୁତ କଳାକାର ଆସିଛନ୍ତି ଏଠିକି, ଆଉ ଏ ବହୁତ ଦର୍ଶକ ଆସିଛନ୍ତି। ଆଉ ଆପଣ ନିଜେ ଭିଜୁଆଲ ଦେଖିବେ ଆଉ ଭିତରେ ମଧ୍ୟ ଦେଖିପାରିବେ। ମାନେ ଆପଣ ମତେ କେତେ ଟିକେଟ ଅଛି ବର୍ତ୍ତମାନ ହାଉସଫୁଲ ଅଛି କି ନାହିଁ? ଆମର ତ ପ୍ରଶାସନ ଆମର କରିଥିଲା 1800 ଟିକେଟ, ଆମର 1800 ଟିକେଟ ବିକ୍ରି ହେଇଯାଇଛି। ବିକ୍ରି ହେଇଯାଇଛି? ଆଜ୍ଞା ଆଜ୍ଞା। କେତେ ଦିନ ପର୍ଯ୍ୟନ୍ତ ଆପଣ ଆମର ଏଇଟା 5 ରାତି ହଉଛି ଶ୍ରୀମନ୍ଦିର, ନେକ୍ସଟ 5 ଦିନ ହଉଛି ବିଶ୍ୱ ଦରବାର। କୁହାଯାଉଛି କଣ ବାଜିମାତ କରିବ ପିୟୁଷ ନା ଶୁଣ, ପିୟୁଷ ବାଜିମାତ କଲେ ମଧ୍ୟ କାହ୍ନା ଏଇଠି ବାଜିମାତ ନ କରିବ ବୋଲି ତାର ସନ୍ଦେହ ନାହିଁ। କାହ୍ନା ଆଜି ପ୍ରଥମ ରଜନୀରେ କାହ୍ନା ଆଉ ଟିକି ଅପା ତାଙ୍କ ପ୍ରଥମ ରଜନୀରେ ତାଙ୍କର ନିଜସ୍ୱ ପରିଚୟ ନିଜେ ସୃଷ୍ଟି କରିଛନ୍ତି। ମାନେ କିଏ ୱିନର ହବ ଏଥରକ? 100% କାହ୍ନା ୱିନର ହବ। ନା କୌଣସି ବିବାଦ ପ୍ରଭାବ ପକେଇନି। ଆଚ୍ଛା, ଆପଣ କାହିଁକି ଏଥର ଭାବିଲେ ଯେ ଆପଣ ଅନୁଷ୍ଠାନକୁ କାହ୍ନା ଆସିବେ, ଟିକି ଆସିବେ? ନା ଆମେ ଆଗରୁ ସିଲେକ୍ସନ କରିଥିଲୁ, ଯେହେତୁ ଆମର ଗୌରୀ ଗର୍ଣ୍ଣାଟ ଆମର ପ୍ରଥମ ରାଣୀ ପଣ୍ଡା ଯୋଉ ଆର୍ଟିଷ୍ଟ ଥିଲେ ଆମେ ଗୌରୀ ଗର୍ଣ୍ଣାଟ ବୋଲୁ, ସେଇ ନିଜ ପରିଚାଳକ ଯେ ଆମର ପ୍ରମୋଦ ସ୍ୱାଇଁ ତାଙ୍କର ନିଜ ଅନୁଷ୍ଠାନ ଏଇଟା, ତେଣୁ ସେ ଅନୁଷ୍ଠାନ ଯେହେତୁ ବନ୍ଦ କଲେ ଶ୍ରୀମନ୍ଦିର ଆମ ଅନୁଷ୍ଠାନକୁ ଦେଲେ। ଆଚ୍ଛା, କିଛି ଯୋଉମାନେ ଟିକେଟ ପାଉନାହାନ୍ତି ହାରାସମେଣ୍ଟ ହେଇଯାଉଛି, କଣ କହିବେ? ନା ଟିକେଟ ଆମେ ଜାଣିବାରେ ସମସ୍ତେ ଟିକେଟ ପାଇଛନ୍ତି। ଯୋଉମାନେ ଟିକେଟ ପାଇନାହାନ୍ତି ଆମେ ଯୋଉମାନେ କମିଟି ଭାଇ ମାନେ ଅଛୁ ସମସ୍ତେ ପ୍ରାୟ ଆମେ ବାହାରେ ପ୍ରାୟ ନିରୀହ ଲୋକ ଯୋଉମାନଙ୍କର ପଇସା ନାହିଁ, ଯୋଉମାନେ ଗରିବ ଲୋକ ତାଙ୍କୁ ଆମେ ନିଜସ୍ୱ ପାସ୍ ଯୋଉଟା ପାସ୍ ଦିଅନ୍ତି ଆମେ ସେଇଟା ଦେଇଛୁ। ସିଟ୍ ସଂଖ୍ୟା କେତେ ଅଛି? ସେଠି 1800। ଆଚ୍ଛା, ପିୟୁଷ ଅଛନ୍ତି, ଅଜୁ ଅପୁ ଗୋଟା ମାନେ ସରି କାହ୍ନା ଅଛନ୍ତି, ଅଜୁ ଅପୁ ସବୁ ଅଛନ୍ତି, କାହାର ଇଏ ଭଲ ଲାଗୁଛି? ଯେହେତୁ ଆମ ଯାତ୍ରା ପକେଇଛୁ ଆମେ ଶ୍ରୀମନ୍ଦିର, ଆମେ ନିହାତି କହିବୁ ଆମର କାହ୍ନା ହଉଛି ମୁଖ୍ୟ ଚାଲିବ କଣ୍ଟିନ୍ୟୁ ଆମର ଚାଲିବ ଶ୍ରୀମନ୍ଦିର ଚାଲିବ। କୋଉ ନାଟକ? ଆମର ଜାନୁଆର ଆଜ୍ଞା ଆଜ୍ଞା। ଗୋଟେ ଡାଇଲଗ ଆମେ କଳାକାର ନୁହଁ ନା, ଆମେ କଣ ବିବାଦ ହେଇଥିଲା ଭୁଲ ମାଗିଲେ କାହ୍ନା ଆଜି ଶୁଣନ୍ତୁ ସେ ଅକସ୍ମାତ ଯାତ୍ରା କଳାକାର କେତେବେଳେ କହିଦେବେ କଣ ଡାଇଲଗ ମାନେ ସେ ଭାବିଚିନ୍ତି କୁହନ୍ତିନି, ବହୁତ ଭାବିଚିନ୍ତି କରନ୍ତି, କିନ୍ତୁ ଏଇଟା ଗୋଟେ ଅକସ୍ମାତ ହେଇଥିଲା, ସିଏ ତାଙ୍କ ଭିତରେ ଅଣ୍ଡରଷ୍ଟାଣ୍ଡିଂ ହେଇଯାଇଛି। ଆଜ୍ଞା ହଁ ନିହାତି ଆପରେ କୋଉ ପାର୍ଟି ଆସିବ? ଆପରେ ବିଶ୍ୱ ଦରବାର ଆସିବ। ଲୋକଙ୍କୁ କ୍ରେଜ ଦେଖି ଟିକେଟ ପରିମାଣ ଟିକେ କମିବାର ଆଶଙ୍କା ଅଛି କି? ନାଇଁ ସେମିତି ତାମାନେ ବାଜିମାତ କରିବେ ଆପଣଙ୍କ ପାର୍ଟି? 100% ଜୟଦୁର୍ଗା କ୍ଲବ ସାଂସ୍କୃତିକ ପରିଷଦ ଆମେ ମାନେ ସମସ୍ତେ ଯେତେ ସଭ୍ୟ ଅଛୁ ସମସ୍ତେ ଏ ବର୍ଷ ଆମେ ଆଶାୟୀ ଅଛୁ ଆମର ଭଲ ବ୍ୟବସାୟ ହବ ଏବଂ ସମସ୍ତେ ଦର୍ଶକ ଭଲସେ ଦେଖିକି ଯିବେ। ଖାଲି ଯୋଉମାନେ ଟିକେଟ କରିବେ କେତେବେଳେ ଟାଇମ୍ ରେସ୍ କରିବେ? ସକାଳୁ ଆମର 7:30 ଭିତରେ ଆମର କାଉଣ୍ଟର ଖୋଲି ଯାଉଛି, ତାପରେ ପୁରା ଟୋଟାଲ ରହୁଛି ରାତି 12ଟା।